ଆପଣଙ୍କର ଯେଉଁ ଚେହେରା ଆଜ୍ଞା ଏବଂ ଯେଉଁ ବୟସ ଆଜ୍ଞା ଏବଂ ଯେଉଁ ମାନେ ଆକର୍ଷଣୀୟ ଚେହେରା କହିଲେ ଅତ୍ୟୁକ୍ତି ହେବନି ଏବଂ ଆକର୍ଷଣୀୟ ଭଏସ୍ କହିଲେ ବି ଅତ୍ୟୁକ୍ତି ହେବନି, ତାକୁ ଗୋଟେ ଡିଭୋସନାଲ୍ ଲାଇନ୍ରେ ଆଜ୍ଞା ତାକୁ ମୁଭ୍ କରେଇବା, ତାକୁ ନେବା। ରିଲ୍ସ ବହୁତ ପ୍ରକାର ତିଆରି ହେଉଛି, ହୁଏତ ଅଲଗା ପ୍ରକାର ରିଲ୍ସ ହେଇପାରିଥାନ୍ତା, ତାକୁ ଏପଟୁ କେମିତି ତାକୁ ମୁହାଁଇଲେ? ଗୋଟେ ଜିନିଷ ଆଜ୍ଞା, ଗରୁଡ଼ ପୁରାଣ ମୁଁ ପଢ଼ୁଥିଲି, ଗୋଟେ ଶ୍ଲୋକ ସାମ୍ନାକୁ ଆସିଲା, କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମିନା ହତା ପଞ୍ଚ ଭୀରେବ ପଞ୍ଚ ଏକଂ ପ୍ରମାଦିଶ କଥଂ ନ ହନ୍ୟତେ ଇହ ସେବତେ ପଞ୍ଚ ଭୀରେବ ପଞ୍ଚ। କୁରଙ୍ଗ ମାନେ ହରିଣ। ତ ହରିଣକୁ ମାନେ ଶ୍ରବଣ ଜନିତ ଗୋଟେ ଦୋଷ ଲାଗି ସେ ଅକାରଣରେ ବିନାଶ ହୁଏ। କେମିତି ନା ଶାସ୍ତ୍ରରେ ଅଛି, କୁହାଯାଇଛି, ବା ବହୁତ ଲୋକ ବି ଶିକାରୀମାନେ ବି ପ୍ରୟୋଗ କରନ୍ତି ଏଟାକୁ, କି ଜଙ୍ଗଲରେ ଯାଇକି ବୀଣା ବାଦନ କରିବେ। ହରିଣକୁ ଯେହେତୁ ଶ୍ରବଣ ରନ୍ଧ୍ର ଜନିତ ବାଧା ଅଛି, ସେ ଶୁଣିବା ପାଇଁ ଇଚ୍ଛୁକ ହୋଇଯାଏ ଆଚ୍ଛା। ଏବଂ ପଳେଇ ଆସେ। ହୁଁ। ତ ସେଇ ବୀଣା ତାନ ଶୁଣିବାକେ ଆସିକି ନୃତ୍ୟ ପରିବେଷଣ କରିବା ସମୟରେ ଶିକାରୀ ତାକୁ ଧରିଦିଏ, ଆଚ୍ଛା। ଅକାରଣରେ ସେ ବିନାଶ ହେଇଯାଏ। ହୁଁ। ତାପରେ ଆସିଲା କୁରଙ୍ଗ ପରେ ମାତଙ୍ଗ। ମାତଙ୍ଗ ବୋଲି ହେଉଛି ହାତୀ। ହାତୀକି ସ୍ପର୍ଶର ସୁଖଟା ଅତି ପ୍ରିୟ। ତେଣୁ ପୁରୁଣା କାଳରେ ରାଜା ମହାରାଜା ମାନେ କ'ଣ କରୁଥିଲେ ନା ଗୋଟେ ବଡ଼ ଦନ୍ତା ହାତୀକି ଧରିବା ପାଇଁ ଦୁଇଟା ପ୍ରଶିକ୍ଷିତ ମାଇ ହାତୀକି ଛାଡ଼ୁଥିଲେ ଜଙ୍ଗଲରୁ। ଆଚ୍ଛା। ତ ଦନ୍ତା ହାତୀ ତାଙ୍କ ପଛରେ ଯାଏ ସ୍ପର୍ଶ ସୁଖ ପାଇଁ, ମଝିରେ ଗୋଟେ ଗାତ ଖୋଳି ଦେଇଥିବେ, ତାକୁ ଅଳିଆ ଫଳିଆ ଘୋରେଇ ଦେଇଥିବେ ତା ଉପରେ। ତ ମାନେ ମାଇ ହାତୀଙ୍କ ସ୍ପର୍ଶ ପାଇଁ ଦନ୍ତା ହାତୀ ପାଗଳ ହେଇକି ଯାଉଥିବ, ସେଇ ଗାତରେ ସେ ପଡ଼ିବ। ତେଣୁ ଏଡ଼େ ବଡ଼ ହାତୀ ଅକାରଣରେ ବିନାଶ ପାଇଲା, ବସତା ସ୍ୱୀକାର କଲା। କୁରଙ୍ଗ ଗଲା, ମାତଙ୍ଗ ଗଲା। ପତଙ୍ଗ ବୋଲେ ପକ୍ଷୀ ଧରା, ଛୋଟ ପକ୍ଷୀ। ସେ କ'ଣ କରନ୍ତି ନା ତାଙ୍କୁ ଦେଖିବେ ଆଲୋକର ମାନେ ଦୃଶ୍ୟ ଶକ୍ତି ଜନିତ ତାଙ୍କୁ ବାଧା ଅଛି, ତ ଆଲୋକ ପ୍ରତି ସେ ଆକୃଷ୍ଟ ହୋଇଯାଆନ୍ତି। ତ ଅଗ୍ନି ଯେତେବେଳେ ଜଳେ, ସେ ଅଗ୍ନିକି ଆଲୋକ ବୋଲି ଭାବିକି ତା ଭିତରେ ପଶିଯାଆନ୍ତି, ଅକାରଣରେ ବିନାଶ ହୁଅନ୍ତି। କୁରଙ୍ଗ ଗଲା, ମାତଙ୍ଗ ଗଲା, ପତଙ୍ଗ ଗଲା। ତାପରେ ଆସିଲା ଭୃଙ୍ଗ ବୋଲେ ଭଅଁର। ଭଅଁରକୁ ଆମର ଶୁଙ୍ଘିବାର ଶକ୍ତିଟା ବହୁତ ଇଏ। ତେଣୁ ଭଅଁର କ'ଣ କରେ ନା ପଦ୍ମକୁ ଶୁଙ୍ଘିବାକୁ ଯାଏ, ଆଘ୍ରାଣ କରିବା ପାଇଁ। ପଦ୍ମକୁ ଯେତେବେଳେ ଶୁଙ୍ଘିବାକୁ ଯାଏ, ପଦ୍ମ ଉପରେ ବସେ। ଆମେ ସମସ୍ତେ ଜାଣିଛେ ରାତି ହେଲେ ପଦ୍ମ ମୁଦିତ ହୋଇଯାଆନ୍ତି, ବନ୍ଦ ହେଇଯାଆନ୍ତି। ତ ବିଚରା ଭଅଁର ପଦ୍ମ ଭିତରେ ବସିକି ଭାବୁଥାଏ, ରାତ୍ରି ଗମିଷ୍ୟତି ଭବିଷ୍ୟତି ସୁପ୍ରଭାତମ୍ ଭାସ୍ୱାନୁ ଦେଶ୍ୟତି ହସିଷ୍ୟତି ପଙ୍କଜ ଶ୍ରୀ ଇଥଂ ବିଚିନ୍ତୟତି କୋଶ ଗତେ ଦୂରେକେ ହା ହନ୍ତା ହନ୍ତା ନଳିନୀ ଗଜ ଉଜ୍ଜ ହାରହ। କିନ୍ତୁ ସକାଳ ହେଇନଥିବ, ପାହାନ୍ତିଆ ପହରରେ ହାତୀ ପଲ ଆସିବେ ପଦ୍ମ ପୋଖରୀକି ପାଣି ପିଇବା ପାଇଁ। ପଦ୍ମ ଡାଙ୍ଗ ଗୁଡ଼ାକ ଭାଙ୍ଗିବେ, ପଦ୍ମ ଫୁଲ ଗୁଡ଼ାକୁ ଦଳି ମକଚିକି ସାନ୍ଧି ଦେବେ। ତ ବିଚରା ଭଅଁରଟା ତା ଭିତରେ କ'ଣ ହୁଏ, ମରିଯାଏ। ତାପରେ ଆସିଲା ଲାଷ୍ଟକୁ ମିନ ବୋଲେ ମାଛ। ମାଛକୁ ରସନାର ସୁଖ ଅତି ପ୍ରିୟ। ତ ମାନେ ଶିକାରୀ କ'ଣ କରନ୍ତି, ବନିଶୀ କଣ୍ଟାରେ ଖାଦ୍ୟଦ୍ରବ୍ୟ ଲଗେଇକି ପୋଖରୀରେ ପକେଇ ଦିଅନ୍ତି, ମାଛ ଆସେ ଖାଇବା ପାଇଁ। ଯେତେବେଳେ ତାକୁ ଧରେ, ତା ପାଟିରେ ସେ ଲାଗେ, ଅକାରଣରେ ତାର ଜୀବନ ଯାଏ। ତେଣୁ ଏଇ ପାଞ୍ଚଟା ଜୀବ ପାଞ୍ଚଟା ଭିନ୍ନ କାରଣ ଲାଗି ବିନାଶକୁ ଚାହୁଁଛନ୍ତି। ତ ଗୋଟେ ମଣିଷ ସେ ଚାହୁଁଛି ଭଲ ଦେଖିବି, ଭଲ ଖାଇବି, ଭଲ ଶୁଙ୍ଘିବି, ସବୁ ଭଲ ଚାହୁଁଛି, ତ ଇଏ ବିନାଶ ହବନି।